नमस्कार दर्शक बंधु आउ एक नूतन अध्याय को आपण मानकु स्वागत। ज्योत्ना मैडम आमर कर्म क्षेत्र रे व्यस्त रे ବ୍ୟସ୍ତରେ हम्म ମୁଁ କେତେ କାମ କରୁଛି ଜାଣିଛ? मुझे ରୋଷେଇ कहलियो କରୁଛି। ज्योत्ना मैडम आमर कर्म क्षेत्र रे व्यस्त रे अछंती ताको मु पाइले नै राइमिंग करिया पई ଖାଲି ଭିଡିଓ କଲା ଟାଇମ ରେ हम्म ଟିକେ ପାଉଡର ଟିକେ ଖାଲି ବୋଳି ଦେଇକି ଅଛି ନହେଲେ ଆଉ କିଛି ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଉ ସାର୍ ଆସିକି ପହଞ୍ଚିଗଲେ ଭିଡିଓ କରିବା ପାଇଁ କି। ମୁଁ ଜାଣିଥିଲି ଆଜି ସାର୍ ଟିକେ ପଖାଳ ବାଡି ଦେଇକି ପଳେଇ ଆସିଛନ୍ତି, ଶୋଇ ପଡିବେ ମୁଁ ଜାଣିଛି, ଠିକ ସେଇଥିପାଇଁ କରିଦେଲି। तो फाळे लाइट पडुछु फाळे अंधार ଏପଟ ଲାଇଟ୍ ଟା ପଡୁଛି ତ सेन बुल जाऊ ना पूरा ଏମିତି हां सेन बुल जा ହେଲା। एबे ठीक होला ଏଇ ଲାଇଟ୍ ଟା ପଡୁଥିଲା ସେପଟ କଲା ବେଳକୁ ଅନ୍ଧାର ହେଇଯାଉଥିଲା। सो प्रश्न उत्तर दवा पई रेडी ହଁ ଯୋଉ ସବୁଦିନ ଯେମିତି ଆଜି ସେମିତି ଆଉ। ଆମେ ତାକୁ ଦେଖିପାରୁ ହେଲେ ଧରି ପାରୁ ନାହିଁ। ସେ ଗରମ ଦିନେ କୂଅ ପୋଖରୀରୁ ବାହାରି ଆକାଶକୁ ଉଡ଼ିଯାଏ। ସେ କଣ? ଆଉ ଟିକେ ଆଗକୁ ଆସୁନ। କୂଅ ପୋଖରୀରୁ ବାହାରିକି ଆକାଶକୁ ଉଡ଼ିଯାଏ। ଆକାଶକୁ ଉଡ଼ିଯାଏ। କୂଅ ପୋଖରୀ ପୋତକ ସେଇଟା କଣ? ସେ କଣ? ପୋତକ କଣ? କଣ ମୁଁ ବି ବୁଝିପାରୁନି। କୂଅ ପୋଖରୀରୁ ଆମେ ତାକୁ ଦେଖିପାରୁ ହେଲେ ଧରି ପାରୁ ନାହିଁ, କିନ୍ତୁ ଗରମ ଦିନେ କୂଅ ପୋଖରୀରୁ ଉଡ଼ିକି ସେ ଆକାଶକୁ ଚାଲିଯାଏ। କଣ? ଜଳ ଜଳ ହଁ ସେ ଜଳ ବାଷ୍ପ ଆଉ। ଜଳ ଥିଲା ହଁ ଛୁଇଁ ପାରୁନ କାହିଁକି? ପୋକ ତ ବାଷ୍ପ କଥା କହୁଛି ପରା। ତାପରେ ସେ ଘରର ଦୁଆର ମୁହଁରେ ଥାଏ। ତାକୁ ଖୋଲିଲେ ହିଁ ଆପଣ ଘର ଭିତରକୁ ଯାଇପାରିବେ, ନଚେତ୍ ବାହାରେ ଠିଆ ହେବେ। ସେ କଣ? ଘର ବାହାର ଭିତରେ ଥାଏ। ଦୁଆର ମୁହଁରେ ଥାଏ। ଦୁଆର ମୁହଁରେ ଥାଏ। ତାକୁ ଖୋଲିଲେ ହିଁ ଆପଣ ଘର ଭିତରକୁ ଯାଇପାରିବେ, ନଚେତ୍ ବାହାରେ ଠିଆ ହେବେ। କବାଟ କଣ ତ କୁହନ୍ତି? ତାଲା ତାଲା ନହେଲେ ଯୋଉ କବାଟ ଦିଆ ହୁଏ ଯୋଉ କଣ ତାକୁ କହନ୍ତି? ଆରେ କବାଟ। କବାଟଟି ତାଲା ନୁହଁ କି ଇଏ ନୁହଁ, କବାଟ ଖୋଲିଲେ ହିଁ ଭିତରକୁ ପଶିବ। ନାଇଁ ଯୋଉଠି ବିନା କବାଟରେ ଘର ହଉଛି, ଯୋଉଠି ବିନା କବାଟରେ ଘର ହଉଛି ଡାଇରେକ୍ଟ ପଶିଯିବ। କୋଉଠି ବିନା କବାଟ ଘର ଦେଖିଛ କହିଲ? ଆମ କିଚେନ ର ଏଇଠି ବିନା କବାଟ ବାଲା ଘର। ସେଟା କାଇଁ ହବ? ରୁମ ଟା ନା ମେନ୍ ଡୋର ମାନେ କବାଟ ଥାଏ। ମୁଁ ଟିକେ ମଜାକ କରିଥିଲି ଆଉ ତାଙ୍କ ସହିତ ଆଉ। ଟିକେ କଳି କରିବାକୁ ଭଲ ଲାଗେ ତ। ପଖାଳ ଖାଇକି ଆସିଛନ୍ତି, ନହେଲେ ଶୋଇ ପଡିବେ। ମୁଁ ପଖାଳ ଖାଇଛି ବୋଲି ମତେ ସେ 10 ଥର ଉଠେଇଲେଣି। ବୋଧେ ତମ ମାଲ ଟା ମୁଁ ପକେଇ ଦେଇଛି ଆଉ। ନାଇଁ ଆଉ ପଖାଳ ଅଛି। ତମେ ତ ରଖିଦେଲ ଖାଇବ ବୋଲି ମୁଁ ଖାଇଥିଲି। ପଖାଳ ବି ଟିକେ ଜାଣିକି ଅଧିକ କରୁଛି। ଗରମ ହଉଛି ନା, ଗୁଳୁଗୁଳି ହଉଛି, ଛୁଆ ବି ଖୋଜୁଛନ୍ତି। ତମେ ଖାଇଲେ କଣ ମୁଁ ଖାଇପାରିବିନି? ଦହି ପକେଇକି ଖାଇଦେବି। ପାଣି ମିଶିଲେ ସେ କ୍ଷୀର ପରି ଧଳା ଦେଖାଯାଏ, କିନ୍ତୁ ବସିଗଲେ, ରହିଗଲେ, କିଛି ସମୟ ବସିଗଲେ ସେ ଟାଣ ହୋଇଯାଏ। ଦହି ଦହି ସିମେଣ୍ଟ ଠାରୁ ଟାଣ। ସିମେଣ୍ଟ ଠାରୁ ଟାଣ? ଛେନାପୋଡ ଦହି ପ୍ଲାଷ୍ଟର ପାରିସ୍। ତ ପଚାରୁଛନ୍ତି ଗୋଟେ କୋଶ୍ଚିନ୍, କହିଲେ ଧଳା। ସେ ଧଳା କ୍ଷୀର ବି ନୁହଁ ଧଳା କି? ନୁହଁ କି? ସିଏ ଧଳା ନୁହଁ କି? ସିଏ ଧଳା ଯେ କ୍ଷୀର ବି ଧଳା ନା? କ୍ଷୀର ପରି ଧଳା ଦେଖାଯାଏ, କିନ୍ତୁ ରହିଗଲେ ପୁରା ସିମେଣ୍ଟ ଠୁ ଟାଣ ହେଇଯାଏ ନା ନାଇଁ? ମୁଁ କଣଟା ଖରାପ ପଚାରିଲି? ଯୋଉ ଭଳିଆ କୋଶ୍ଚିନ୍ ନ ଆସିବ ମତେ ସେଇଭଳିଆ କୋଶ୍ଚିନ୍ ପଚାରିବ। ତାର ଗୋଟିଏ ମୁହଁ ଅଛି, ହେଲେ ସେ ଗୀତ ଗାଇପାରେ ନାହିଁ। ସେ କେବଳ ପାଣି ପିଇବା ପାଇଁ ବ୍ୟବହାର ହୁଏ। ତାର ଗୋଟିଏ ମୁହଁ ଅଛି, ହେଲେ ସେ ଗୀତ ଗାଇପାରେ ନାହିଁ। ସେ କେବଳ ପାଣି ପିଇବା ପାଇଁ ବ୍ୟବହାର ହୁଏ। ପାଣି ପିଇବା ପାଇଁ ବ୍ୟବହାର ହୁଏ। ଗୋଟିଏ ମୁହଁ ଅଛି। ଗ୍ଲାସ। ଠିକ ଉତ୍ତର। ଆଉ ଶେଷ ପ୍ରଶ୍ନ।
ହଁ ତାପରେ ଓଡିଆ ଘରେ ସଞ୍ଜ ହେଲେ ମା ମାନେ ତୁଳସୀ ଚଉରା ମୂଳେ କେଉଁ ସୁନ୍ଦର ମାଟିର ଜିନିଷ ଜଳାନ୍ତି? ସୁନ୍ଦର ମାଟିର ଜିନିଷ ଓଡିଆ ଘରେ ସଞ୍ଜ ହେଲେ ମା ମାନେ ତୁଳସୀ ଚଉରା ମୂଳେ କେଉଁ ସୁନ୍ଦର ମାଟିର ଜିନିଷ ଜଳାନ୍ତି? ଜଳାନ୍ତି ହୁଁ ମାଟି ଦୀପ। ହୁଁ ହଁ ହଁ ଠିକ ଉତ୍ତର। ନହେଲେ ତମେ କନଫ୍ୟୁଜ ହେଇଯିବ। ହଉ ସରିଗଲା ପ୍ରଶ୍ନ। ଫାଷ୍ଟ କନଫ୍ୟୁଜ ହେଇଯିବ ସେ। ଆଉ ମାଟିର ଜିନିଷ କଣ? ମାଟି ଦୀପ ଆଉ। ହୁଁ ସରିଗଲା। ହୁଁ ଦର୍ଶକ ବନ୍ଧୁ ଆଜିର ସମସ୍ତ କୋଶ୍ଚିନ୍ ସରିଯାଇଛି। କୋଶ୍ଚିନ୍ ଗୁଡିକ ଆପଣ ମାନଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ମତାମତ ନିଶ୍ଚିତ ଜଣେଇବେ। ଆଉ ଆମ ଦି ଜଣ ଭିତରେ ଅଧିକ ପରିଶ୍ରମ କିଏ କରୁଛି ସେଇଟା ବି କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡିଓକୁ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। तो आज पे एतिକି नमस्ते। ଭଲରେ ଥାନ୍ତୁ ସମସ୍ତେ।